ବାପା ବାପା କେବଳ ଗୋଟେ ଶବ୍ଦ ନୁହେଁ, ଏହା ଏକ ବିଶାଳ ହୃଦୟର ପ୍ରତିଶବ୍ଦ। ବାପା ଯିଏ ନିଜ ସ୍ୱପ୍ନକୁ ଭାଙ୍ଗି ଆମ ଭବିଷ୍ୟତ ଗଢ଼ୁଥିବା ମୌନ ଯୋଦ୍ଧା, ଯିଏ ନିଜ ହସ ଲୁଚାଇ ରଖି ଆଖିରେ ଆଶା ଜଳାଇଥିବା ଆଲୋକ। ବାପା ଯିଏ ଗଛ ହୋଇ ଖରା ଗରମରେ ଆମକୁ ଛାଇ ଦେଇଥାନ୍ତି, ଯିଏ ନିଜ କ୍ଳାନ୍ତିକୁ ଭୁଲି ଆମ ହସରେ ନିଜ ସୁଖକୁ ଖୋଜିଥାନ୍ତି। ବାପା ଯାହାଙ୍କର କଥା କମ୍, କିନ୍ତୁ ସେଇ ନୀରବତାରେ ଲୁଚିଥାଏ ଜୀବନର ସବୁଠାରୁ ବଡ଼ ଶିକ୍ଷା। ବାପା ଯିଏ ପଡ଼ିଗଲେ ଉଠିବାକୁ ଶିଖାନ୍ତି, ହାରିଗଲେ ଲଢ଼ିବା ଶିଖାନ୍ତି, ଆଉ ଭାଙ୍ଗି ପଡ଼ିଲେ ମନୋବଳ ଦୃଢ଼ କରିଥାନ୍ତି। ସମୟ ଯେତେ ବି ବଦଳୁ, କିନ୍ତୁ ବାପାଙ୍କର ସ୍ନେହ କଦାପି ବଦଳି ନଥାଏ। ସେ ହେଉଛନ୍ତି ଆମ ଜୀବନର ନୀରବ ଶକ୍ତିର ଅଦୃଶ୍ୟ ଦେବତା। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ସ୍କୁଲ ସମୟର କଥା ମନେ ଅଛି? ସେ ସ୍କୁଲ ସମୟର କଥା, ଟ୍ୟୁସନରୁ ଫେରି ଫଟାଫଟ ସାର୍ଟ ପ୍ୟାଣ୍ଟ ବଦଳାଇ ରେଡ଼ି ହେବାର, ସାଙ୍ଗ ସହ ସାଇକେଲ ରେସ୍ କରି ସ୍କୁଲ ଯିବାର, କେବେ ସାଇକେଲ ପଞ୍ଚର ତ ପୁଣି କେବେ ମୁଣ୍ଡ ବ୍ୟଥା କହି ସ୍କୁଲ ନ ଯିବା ବାହାନା କରିବାର। ମନେ ଅଛି ସେ ସ୍କୁଲ ସମୟର କଥା? ଟିକେ ଟିକେ କଥାରେ ସାଙ୍ଗ ଉପରେ ରାଗିବାର, ଗାର୍ଲଫ୍ରେଣ୍ଡର ନାମ ବସୁଥିବା ବେଞ୍ଚରେ ଲେଖିବାର, ଚକ୍ ଗୁଣ୍ଡ ନେଇ ଗାଲରେ ଲଗେଇବାର। ମନେ ଅଛି ସେ ସ୍କୁଲ ସମୟର କଥା? ଝିଅଙ୍କ ଆଗରେ ହିରୋ ହେବା ପାଇଁ କେତେ ଯେ ଢଙ୍ଗରେ ଚୁଟିକୁ ଦେଉଥିଲେ ସଜେଇ, ବାଟରେ ରହି କୋଳି ତୋଳିବାର, ସମୟ ଆଗରୁ ଯାଇ ରାସ୍ତାରେ ଖେଳିବାର। ମନେ ଅଛି ସେ ସ୍କୁଲର ଶେଷ ଦିନର କଥା? ଆଖିରୁ ଲୁହ ଝରି ପଡ଼ିଥିଲା ସମସ୍ତଙ୍କର। ସବୁଠୁ ବଡ଼ ମିଛ ପ୍ରତିଶ୍ରୁତି, କେବେ ଭୁଲିବୁନି, ସବୁବେଳେ ଆସିବୁ, ବସିବୁ, ହସିବୁ, କଥା ହେବୁ। କିନ୍ତୁ କିଏ ଜାଣିଥିଲା ଏ ଜୀବନର ଅଦୃଶ୍ୟ ବନ୍ଧନରେ ବାନ୍ଧି ହୋଇ ଆମେ ସବୁ ଭୁଲିଯିବା। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ନାରୀ ନାରୀ ଦୁର୍ବଳ ନୁହେଁ, ସେ ଏକ ଧୈର୍ଯ୍ୟର ଅଦୃଶ୍ୟ ପାହାଡ଼। ନୀରବ ହସରେ ଲୁଚାଇ ରଖେ ହଜାର ଯନ୍ତ୍ରଣାର ଆଉ ସଂଘର୍ଷ। ସଂସାରର ଭିତ୍ତି ଯାହା ଉପରେ, ସେଇ ନାରୀର ଅବଦାନ। ସେ ମା, ସେ ଭଉଣୀ, ସେ ସହଧର୍ମିଣୀ, ସେ ନିଜେ ଏକ ଯୋଦ୍ଧା। ଲୁହକୁ ଶକ୍ତି କରି ଗଢ଼େ ଭାଙ୍ଗି ପଡ଼ିଥିବା ଆଶା। ନାରୀ ଯେତେବେଳେ ହୁଏ ଠିଆ, ଇତିହାସ ଲେଖା ହୁଏ ନୂଆ। ସେ ଚୁପ୍ ଥିଲେ ଦୁର୍ବଳ ନୁହେଁ, ସମୟ ଆସିଲେ ଆଗ୍ନେୟା। ସମ୍ମାନ ଦିଅ, ଅବସର ଦିଅ, ତାହେଲେ ଦେଖିବା ଚମତ୍କାର। ନାରୀ ହେଉଛି ସୃଷ୍ଟିର ଶକ୍ତି, ନାରୀ ହେଉଛି ଭବିଷ୍ୟତର ଆଲୋକ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ।